ॐ नमो भगवते वासुदेवाय। दर्शक बंधु आपण मानंकु मोर स्वागत। आज आमे माने पढ़िबा श्रीमद् भागवतरे पंचम स्कंद नवम अध्याय। नारायणं नमस्कृत्य नरं चैव नरोत्तमं देवी सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानंद माधवम्। निगमकल्पतरुगलितं फलं सुखमुखाद्मृतद्रव संयुतं पिबत भागवतं रसमालयं मुहुरः रसिका भुवि भावुका। नवम अध्याय। श्रीशुक उवाच। शुणः राजा परीक्षित एयन्ते जेमन्त चरित। एक ही ब्राह्मण जे थिले नवकुमार तांक हेले। अंगिरा गोत्ररु संभूत हेबारु होइला विख्यात। से विप्र समदमदाने संपूर्ण थिले आत्मज्ञाने। पितार गुण अनुसारे हेले जे से नवकुमारे। तार द्वितीया नारी ठारू पुत्रक होइला सुचारू। एही पुत्रटी भागवत लोकरे होइला विख्यात। ए पुत्र राजर्षि भरत जन्मिले छाड़िण मृगत्व। अपरे तार सहोदर उत्तम साधुशील वर। से साधु संगरु राजन तार होइला दिव्य ज्ञान। जेणु कर्म बंध खंडन श्रीकृष्ण नाम रे शरण। ताहा शुणाई अविरत पदार बिंदे देई चित। प्रभुर कृपारे राजन पूर्व जन्मर कथा मान। स्मरण होइला ताहारे असाधु संग कुसे डरे। जड़ उन्नत चित धीर होई से ब्राह्मण कुमार। अशेष ज्ञाने श्रेष्ठा सेही कपट लोकंकु देखाई। तेबे हे पुत्र ठारे तार स्नेही होइला नृपवर। सुसाधु देखी विप्रवर संस्कार कला से कुमार। वेद विहित क्रिया मते दश कर्म कु यथोचिते। कहिबा शुण नृपवर से जे ब्राह्मणर कुमार। शौच आचमन विधि
ବ୍ରାହ୍ମଣ କର୍ମ ଯେ ବାଦି। ଜାଣଇ ଆତ୍ମା ଅନୁମାନେ ସକଳ ଶାସ୍ତ୍ରର ପ୍ରମାଣେ। ପୁତ୍ରର ଶୁଦ୍ଧ ମନ ଜାଣି ସେ ଯେ ବ୍ରାହ୍ମଣ ଶିରୋମଣି। ଅତ୍ୟନ୍ତ ସ୍ନେହ ଭାବ ବହି ମନ ଅର୍ପିଲା ତାର ତହିଁ। ଓଙ୍କାର ଆଦି ବେଦ ସାର ବ୍ୟାହୁତି ପ୍ରଣବ ଅକ୍ଷର। ସାବିତ୍ରୀ ମୂଳ ମନ୍ତ୍ର ସାର ସକଳ ଦେଲେ ନୃପବର। ଯଜନ ଆଦି ଷଟ କର୍ମ ଏ ଯେ ବ୍ରାହ୍ମଣ ନିଜ ଧର୍ମ। ଗୁରୁ ଶିଷ୍ୟ ସମେତେ ଯେତେ ସବୁ କହିଲେ ଯଥୋଚିତେ। ପୁତ୍ର ସ୍ନେହରେ ବିପ୍ରବର ଶିକ୍ଷା କରାନ୍ତି ନିରନ୍ତର। ଏମନ୍ତେ ଶୁଣି ନରନାଥ ପୂର୍ଣ୍ଣ ହୋଇଲା ମନୋରଥ। ଅତି ସନ୍ତୋଷ ସେ ବ୍ରାହ୍ମଣ କାଳର ହୋଇଲା ଅଧୀନ। ଏଥୁ ଅନ୍ତରେ ଦ୍ୱିଜ ସତୀ ସେ ଯେ ଅଭାବ ଜଡ଼ମତି। ତାହାର ଶ୍ରେଷ୍ଠ ସହୋଦରେ ସମର୍ପି ଦେଇ ସେ କୁମରେ। ଆପଣା ପତିର ସଙ୍ଗତେ ଚଳଇ ଆନନ୍ଦିତ ଚିତ୍ତେ। ଏମନ୍ତେ ପିତାର ଅନ୍ତରେ ସେ ଯେ ବ୍ରାହ୍ମଣର କୁମରେ। ଜଡ଼ ଯେ ତାହାଙ୍କ ସୋଦର ତାହାଙ୍କୁ କରେ ହତାଦର। ତାହାର ପ୍ରଭାବ ନ ଜାଣି ଜଡ଼ର ପ୍ରାୟ ତାକୁ ମଣି। ଜଡ଼ ବଧିର ସେ ଉନ୍ନତ ଏମନ୍ତ ରୂପେ ଯେ ଭରତ। ମୃଗ ସେ ନର ପଶୁ ଯେତେ ତାହାଙ୍କୁ ରଖାଇ ନିରତେ। ପର ଅଧୀନ ପ୍ରାୟ ହୋଇ ଲୋକର କାର୍ଯ୍ୟକୁ କରଇ। ଲୋକ ଶ୍ରଦ୍ଧାରେ ଯାହା ଦେଇ ପରମ ସନ୍ତୋଷେ ଭୁଞ୍ଜଇ। କେବେ ହେ ଇନ୍ଦ୍ରିୟ ପ୍ରୀତିରେ ପରଶ ନ କରି କାହାରେ। ନିବୃତ୍ତ ହୋଇ ସର୍ବଠାରେ ପରମ ଆନନ୍ଦ ଶରୀରେ। ସର୍ବ ଦୁଃଖରେ ସମତାର ହୃଦେ ନ କରେ ଅହଙ୍କାର। କଷ୍ଟେ ବରଷା ଶୀତ ତପ୍ତ ସକଳ ସହେ ସେ ଭରତ। ଦିଶଇ ମହାମଣି ସମ ଶରୀର ଅତି ସ୍ଥୂଳ ପୀନ। ଅତ୍ୟନ୍ତ ବ୍ରହ୍ମ ତେଜ ହୋଇ ଜଡ଼ର ପ୍ରାୟ ସେ ଭ୍ରମଇ। ଆହାର ଆଦି ସର୍ବଠାରେ ସେଥାଇ ନେଷ୍ଟା ବ୍ୟବହାରେ। ତଥାପି ଶୁଣ ହେ ରାଜନ ତାହାର ନିଜ ଭାତୃଗଣ।
କୃଷିର କ୍ଷଣ କର୍ମ ଠାରେ ନିଯୁକ୍ତ କରନ୍ତି ତାହାରେ। ଭ୍ରାତୃବଚନ ଅନୁମତେ କୃଷିର ଖଇ ଅବିରତେ। ମୃଗ ବରାହକୁ ନିବାରି ଥାଇ ଯେ ନିରତେ ଆବରି। ଶୁଣ ଅଭିମନ୍ୟୁ ବଳା ଏମନ୍ତେ କେତେ ଦିନ ଗଲା। ବୃଷଳୀପତି ସେ ରାଜନ ପୁତ୍ର କାମରେ ହୋଇଛନ୍ନ। ଚଣ୍ଡୀର ସନ୍ତୋଷ କାରଣେ ସେ ନର ପଶୁ ସମ୍ପାଦନେ। ସେ ନର ପଶୁ କେଣେ ଗଲା ତନୁଚର ଯେ ଜାଣିଲା। ତାହାର ପଥ ଅନୁସାରେ ଧାଇଁଲେ ତାର ଅନୁଚରେ। ନିଶି ଅନ୍ଧାର ମହାତମ ଖୋଜନ୍ତି ନାନା ଦେଶ ଗ୍ରାମ। ପଶୁ ନ ପାଇ ଅନୁଚରେ ନିରାଶ ହୋଇଲେ ଅନ୍ତରେ। ଗୃହକୁ କରନ୍ତେ ଗମନ ଦେଖିଲେ ବିପ୍ରଙ୍କ ନନ୍ଦନ। ଏ ଅନନ୍ତରେ ନୃପମଣି ଜଡ଼ର ପ୍ରଭାବ ନ ଜାଣି। ବନ୍ଧନ କରି ତତକ୍ଷଣେ ସ୍ୱାମୀର କର୍ମ ସମ୍ପାଦନେ। ଚଣ୍ଡିକା ଗୃହେ ପ୍ରବେଶିଲେ ସ୍ୱାମୀଙ୍କି ସମର୍ପଣ ଦେଲେ। ସୁଗନ୍ଧ ଶୀତଳ ଜଳରେ ସ୍ନାନ କରାଇଣ ବିଧିରେ। ଶୁଭ ନିର୍ଭଳ ବସ୍ତ୍ର ଦେଲେ ନାନା ଭୂଷଣେ ସେ ମଣ୍ଡିଲେ। ବିବିଧ ସ୍ୱାଦ ଦ୍ରବ୍ୟମାନ ତାହାଙ୍କୁ କରାଇ ଭୋଜନ। ସୁଗନ୍ଧ ଧୂପ ଦୀପ ଦେଇ ମାଳାଏ କଣ୍ଠରେ ଲମ୍ବାଇ। ମୃଦଙ୍ଗ ଶଙ୍ଖ ଘୋର ସ୍ୱନ କରାଇ ତହିଁ ସ୍ତବ ଗାନ। ଏମନ୍ତେ ନାନା ବିଧି ମତେ ସ୍ଥାପିଲେ ଦେବୀର ଗ୍ରତେ। ଭୂଷଳୀପତି ଏ ଅନ୍ତରେ ତୀକ୍ଷ୍ଣ ଖଡ଼ଗ ଘେନି କରେ। ତାହାର ରୁଧିର ସେ ଦେଇ ଦେବୀ ସନ୍ତୋଷ ହେବା ପାଇଁ। ଏମନ୍ତେ ଶୁଣ ହେ ରାଜନ ବୃଷଳେ ହୋଇ ମତି ଭ୍ରମ। ଧନ ସମ୍ପଦେ ମୋହ ଭରି ଧର୍ମ ଅଧର୍ମ ନ ବିଚାରି। ଈଶ୍ୱର ଅଂଶକୁ ନ ଧରେ ହିଂସା କରଇ ଯେ ତାହାରେ। ଦାରୁଣ କର୍ମ ଏହାଙ୍କର ପ୍ରତ୍ୟକ୍ଷ ବିପ୍ରର କୁମର। ବିଷ୍ଣୁର କଳାବନ୍ତ ସେହି ତାହାକୁ କଦର୍ଯ୍ୟନ୍ତି ନେଇ। ସେ ସର୍ବଭୂତେ ସମଚିତ୍ତ ବିଷ୍ଣୁ ଜପଇ ଅବିରତ। ତାହାକୁ ପଶୁରେ ବିଚାରି ନିକଟେ ହୋଇ ଖଡ୍ଗଧାରୀ। ଏଥୁ ଅନ୍ତରେ ପରୀକ୍ଷିତ
ବ୍ରାହ୍ମଣ ତେଜେ ଅପ୍ରମିତ ସୁନାଭି କରାଳ ନୃସିଂହ ତେଣୁ କଦର୍ଯ୍ୟ ଦେବୀ ଦେହ ତକ୍ଷଣେ ଉଚାଟ ସେ ହୋଇ ଉଠିଲା ଅତି ତେଜ ବହି ସେ ଦେବୀ ଚଣ୍ଡୀ ଭଦ୍ରକାଳୀ ଅତ୍ୟନ୍ତ ତେଜରେ ପ୍ରଜଳି ନେତ୍ର ଭ୍ରୁକୁଟି ଯୋଗେ ତାର ବଦନ ଦିଶେ ଭୟଙ୍କର ଦନ୍ତ ଦିଶଇ ଯେ କରାଳ ଅରୁଣ ନୟନ ଯୁଗଳ ଅଟ୍ଟହାସ୍ୟରେ ଘୋର ସୋନ ପୂର୍ଣ୍ଣ ହୋଇଛି ଦେବୀ ମନ ଧାଇଁଲେ ଅତି ଶୀଘ୍ର ତରେ ପାପିଷ୍ଟ ମାନଙ୍କ ଉପରେ ତାହାଙ୍କ ହସ୍ତୁ ଖଡ୍ଗ ଘେନି ଶୁଣ ପରୀକ୍ଷ ନୃପମଣି ଶାଣିତ ଅତି ତୀକ୍ଷ୍ଣ ଧାର ଛେଦିଲେ ତାହାଙ୍କର ଶିର ପରମ ସନ୍ତୋଷ ସେ ହୋଇ ଆପଣା ଗଣ ସଙ୍ଗେ ନେଇ ରୁଧିର ସୁରା କରି ପାନ ଭୋଳେ ହୋଇଲେ ମନ ଛନ୍ନ ଦେବୀର ଯେତେ ପାରିଷଦ ଆନନ୍ଦେ କରି ଗୀତ ନାଦ ମସ୍ତକ ମାନ ଘଣ୍ଟ କରି ହରସେ ବଜାନ୍ତି ବିହରି ଶୁଣ ରାଜନ ସାବଧାନେ ଯେତେ ବୃଷଳ ପାପୀ ଜନେ ସାଧୁଙ୍କୁ କଲେ ପରମାଦ ଆପଣେ ନାସିଲେ ସମ୍ପଦ ବିଷ୍ଣୁ ଭକତ ଯେତେ ନରେ ଦୟା କରନ୍ତି ସର୍ବଠାରେ ବୈରାଗ୍ୟ ହିଂସା ଦୂରେ ତେଜି ସେ ପାଦ ପଦ୍ମ ଯୁଗେ ଭଜି ପରମହଂସ ଭାଗବତ ତାହାଙ୍କୁ ରଖନ୍ତି ଅନନ୍ତ କହଇ ଦାସ ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ ପ୍ରଭୁର ପାଦ ପଦ୍ମ ତଳେ ମମନ ରହିବ ନିଶ୍ଚଳେ। ଇତି ଶ୍ରୀ ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାଂ 82 ପଞ୍ଚମ ସ୍କନ୍ଧେ ଜଡ଼ ଭରତ ଚରିତେ ନାମ ନବମ ଅଧ୍ୟାୟ। ଦଶମ ଅଧ୍ୟାୟ। ଶ୍ରୀ ଶୁକ ଉବାଚ ଏଥୁ ଅନ୍ତରେ ଏକ ଦିନେ ଶୁଣ ରାଜନ ସାବଧାନେ ସିନ୍ଧୁପତି ଯେ ରହୁରାଣ ସେ ରାଜା ବିଷ୍ଣୁ ପରାୟଣ ତାହାର 61 ଭୃତ୍ୟ ରାଜାର ଗମନ ନିମନ୍ତେ ବିମାନ ବହି ନ ପାରନ୍ତି ଏକ ପୁରୁଷ ସେ ଲୋଡ଼ନ୍ତି ବିଧାତା ଯୋଗେ ଦେଖ ତାର ସେ ବିଷ୍ଣୁ ଅଂଶେ ନୃପବର ସେଠାରେ ହେଲେ ଉପସ୍ଥିତ ତାହାକୁ ଦେଖି ନୃପଦୂତ ହରଷ ମନେ ବିଚାରଇ ଏହାଙ୍କ ତୁଲେ କେହି ନାହିଁ
କି ପୃଷ୍ଠ ଦୃଢ଼ୟା ଶରୀର ବିମାନ ରହିବ ସୁନ୍ଦର। ଏମନ୍ତେ ଶୀଘ୍ର ଘେନିଗଲେ ବିମାନ ବୁହାରେ ଖଞ୍ଜିଲେ। ଏହି ନିଯୁକ୍ତ ନର ସଙ୍ଗେ ବିମାନ ବହେ ନାନା ରଙ୍ଗେ। ସାକ୍ଷାତେ ବିଷ୍ଣୁ ଅଂଶେ ସେହି ପର ଅଧୀନ ପ୍ରାୟେ ହୋଇ। ସେ ଯେ ପରମ ଭାଗବତ ଏ କର୍ମ ତାର ଅନୁଚିତ। ବିମାନ ବହି ନ ପାରଇ ବିଷମ ଶ୍ରମେ ସେ ଚଳଇ। କ୍ଷୁଦ୍ର ଜନ୍ତୁଙ୍କ ମୃତ୍ୟୁ ଭୟେ ପାଦ ନ କ୍ଷେପନ୍ତି ନିର୍ଭୟେ। ତେଣୁ ବିମାନ ବକ୍ର ହୋଇ ରାଜାର କଷ୍ଟ ହୁଏ ଦେଇ। ବିମାନ ବୁହା ପରାଶରେ ରାଜା କହଇ କୋପ ଭରେ। ବିଷମ ସମଭାବ ହୋଇ ବିମାନ ବହ କାହିଁ ପାଇଁ। ପ୍ରଭୁ ବଚନେ କୋପ ଭରେ ଶୁଣି କମ୍ପିଲେ ସେ କିଙ୍କରେ। ଅତ୍ୟନ୍ତ ଭୟଚିତ୍ତ ହୋଇ ଜଡ଼କୁ ଦେଲେ ସେ ଦେଖାଇ। ଭୋ ନାଥ ଆମ୍ଭ ଦୋଷ ନାହିଁ ଏ ଯେ ପୁରୁଷ ନ ଚଳଇ। ଏହାର ବକ୍ର ଗତି ପାଇଁ ବିମାନ ବକ୍ର ଭାବ ହୋଇ। ଭୋ ନାଥ ଶୁଣ ସାବଧାନେ ପୁଣିହି ଚଳଇ ବିମାନେ। ଏହାର ସଙ୍ଗତେ ରାଜନ ବହି ନ ପାରିବୁ ବିମାନ। ସଂସର୍ଗ ଦୋଷରୁ ଆମ୍ଭର ଦଣ୍ଡିବ ଯେବେ ନୃପବର। ଏମନ୍ତେ ଭୃତ୍ୟ ବାକ୍ୟ ଶୁଣି ସେ ଯେ ରାଜନ ଶିରୋମଣି। ସ୍ୱଭାବେ ସାଧୁ ସେ ବୋଲାଇ ରଜଗୁଣରେ କ୍ରୋଧ ବହି। ବିଷ୍ଣୁ ଭକତ ବିପ୍ରବର ତାହାକୁ କହଇ ଉତ୍ତର। ରଘୁରାଣ ଉବାଚ ସୁପୃଷ୍ଠ ସ୍ଥୂଳତ ଶରୀର କଠିନ ପୀନ ପାଦ ଉର। ସ୍ଥକିତେ ଚଳୁ କି କାରଣେ ଏତର ଅଙ୍ଗ ନିଷ୍କାରଣେ। କ୍ଷୁଦ୍ର ଯେ ତୋର ସଙ୍ଗତରେ ବିମାନ ବହନ୍ତି ତତ୍ପରେ। ବ୍ୟର୍ଥ ଏ ତୋର କଳେବର ମିଥ୍ୟାରେ ବହୁତୁ ଶରୀର। ଏମନ୍ତେ ଶୁଣ ପରୀକ୍ଷିତ ସେ ଯେ ବ୍ରାହ୍ମଣ ବିଷ୍ଣୁ ଭକ୍ତ। ଏମନ୍ତ ବଚନେ ମୌନ ସ୍ୱଭାବେ ବହଇ ବିମାନ। ପୁଣି ବିମାନ ବକ୍ର ହେଲା ସେ ରାଜା ଅତି କୋପ କଲା। ଆରେ ପାମର ମୂଢ଼ ଚିତ୍ତ
ଜୀବନ ଥାଉ ତୁହି ମୃତ, ଏ ମୋର ଅଙ୍ଗେ କଷ୍ଟ ଦେଉ। ଉନ୍ମତ୍ତ ଭାବ କିମ୍ପା ବହୁ, ଯମର ପ୍ରାୟ ମୁଁ ଅଟଇ। ଦୃଷ୍ଟଙ୍କ ଦର୍ପ ମୁଁ ଧ୍ୱଂସଇ, ତୋହର ମତ ଭାବ ମୁହିଁ। ଆଜ ଯେ ଦୂର କରିବଇ, ଏମନ୍ତେ ଅତି ନିନ୍ଦାମାନ। ବହୁତ କଲା ସେ ରାଜନ, ରଜଗୁଣରୁ କ୍ରୋଧ ତାର। ତମ ଗୁଣରୁ ଅହଙ୍କାର, ସକଳ ଭୂତେ ଦୟା ସାର। ସେ ଯେ ବ୍ରାହ୍ମଣର କୁମାର, ଈଷତ ହାସ୍ୟ ବଦନରେ। ବଚନ କହଇ ରାଜାରେ, ଭରତ ଉବାଚ ଭନୃପ ଶୁଣ ସାବଧାନେ। ତୁମ୍ଭେ ଯେ କହିଲ ବଚନେ, ଗମନ କରି ନ ପାରଇ। ସେ କଥା ଉଚିତ ଅଟଇ, ଏ କଥା ଆମ୍ଭ ସାଧୁପଣ। ଲୋକରେ କରନ୍ତି ଗାୟନ, ଜୀବନ ମୃତ ଯେ ବୋଲଇ। ସେ କଥା ସତ୍ୟ ଯେ କହିଲ, କ୍ଳେଶ ଶରୀରେ ଏ ଆମ୍ଭର। କେବେ ନୁହେଁ ନୃପବର, ମାନ ଅହଙ୍କାରାଦି ଯେତେ। ତାହାର ନାନା ବ୍ୟାଧି ହିତେ, କ୍ଷୁଧା ପିପାସା ଭୟ ମାନ। ମୋହର ନାହିଁ ହେ ରାଜନ, ନିଦ୍ରା ବିହାର କ୍ରୋଧ ଯେତେ। ମୋହ ଅହଙ୍କାର ସಮೇତେ, ଯେ ପ୍ରାଣୀ ଦେହବନ୍ତ ହୋଇ। ତାହାର ତହିଁ ଏତେ ଥାଇ, ମୋହର ଦେହେ ଏତେ ନାହିଁ। ଜୀବନ ଥାଉଁ ମୃତ ମୁହିଁ, କେ ଅବା କାହାକୁ ବହଇ। ଏମନ୍ତ ମୁହିଁ ନ ଦେଖଇ, କେ ବା ଈଶ୍ୱର କେ କିଙ୍କର। ଏମନ୍ତ ନ ଦେଖି ଉପର, ତୁମ୍ଭ ଆମ୍ଭର ଏ ବିଚାର। କିମ୍ପା କହିଲ ନୃପବର, ଆମ୍ଭେ କି କହିବୁ ତୁମ୍ଭରେ। ସ୍ୱଭାବେ ଜଡ଼ ଶରୀରେ, ପ୍ରମତ୍ତ ଜଡ଼ ଭାବେ ମୁହିଁ। ବିମାନେ କେବେ ନ ବହି। ଶ୍ରୀ ଶୁକ ଉବାଚ ଶୁଣ ପରୀକ୍ଷ ନୃପବର, ସେ ଯେ ବ୍ରାହ୍ମଣର କୁମାର। ସୁଶୀଳ ସମ ସାଧୁ ଚିତ୍ତ, ବିଶେଷେ ବିଷ୍ଣୁର ଭକତ। ତାହାର ବାକ୍ୟ ଅନୁସାରେ, ଏମନ୍ତ କହି ସେ ମଧୁରେ। ପ୍ରାରବ୍ଧ କର୍ମ କ୍ଷୟ ପାଇ, ପୁଣି ବସନ୍ତି ତୁନି ହୋଇ। ତତ୍ତ୍ୱଯଜ୍ଞ ଶାନ୍ତି ମନରେ, ସେ ଯାଉଥିଲା ସ୍ନେହ ଭରେ।
ବିଷୟ କର୍ମ କରି ଦୂର। ଏମନ୍ତେ ଶୁଣ ନୃପବର, ଦ୍ୱିଜ ବଚନ ତତ୍ତ୍ୱଜ୍ଞାନ। ବିଷୟ ତାପ ବିଖଣ୍ଡନ, ଅମୃତ ପ୍ରାୟ ତାହା ଜାଣି। ମନେ ଚିନ୍ତିଲା ନୃପମଣି, ତକ୍ଷଣେ ଶୀଘ୍ର ଗତି ହୋଇ। ବିମାନୁ ପଡ଼ିଲା ଓହ୍ଲାଇ, ବ୍ରାହ୍ମଣ ପଦ ଯୁଗଳରେ। ଶିର ଅର୍ପିଲା ଶୀଘ୍ରତରେ, କ୍ଷମା କରାଇ ଅପରାଧ। କହଇ ବାକ୍ୟ ଗଦ ଗଦ। ରଘୁରାଣ ଉବାଚ, କେତୁମ୍ଭେ କହ ସ୍ୱାମୀ ମୋରେ। କରୁଣା କର ଏ କିଙ୍କରେ, ଗୁପତ ହୋଇ ଭ୍ରମୁଥାଅ। ବ୍ରାହ୍ମଣ ରୂପ ତୁମ୍ଭେ ବହ, କିବା ଅଦ୍ଭୁତ ବେଶରେ। କେମନ୍ତେ ବିହିଲ ଏଠାରେ, କାହିଁ ତୁମ୍ଭର ନିଜ ସ୍ଥାନ। କେମନ୍ତେ ବହିଲ ବିମାନ, ଏ ଯେ ଅପରାଧ ମୋହର। କ୍ଷମା ତୁ କର ଦ୍ୱିଜବର, ଇନ୍ଦ୍ରାଦି ଯେତେ ଦେବାସୁର। ଶଙ୍କର ଆଦି ଦିବାକର, ଏହାଙ୍କ କ୍ରୋଧରେ ମୋହର। ଭୟ ଯେ ନାହିଁ ବିପ୍ରବର, ବ୍ରାହ୍ମଣ ଅପମାନେ ମୋର। ହୃଦ କମ୍ପଇ ଥରହର, ଏଣୁ ଅପରାଧ ମୋହର। କ୍ଷମା କରିବ ବିପ୍ରବର, ଅଶେଷ ଜ୍ଞାନର କାରଣ। ତୁମ୍ଭେ ଯେ ବିଷ୍ଣୁ ପରାୟଣ, ଅଜ୍ଞାନ ପ୍ରାଣୀମାନଙ୍କରେ। ଦେଖାଅ ଏ ଜଡ଼ ଶରୀରେ, ତାହାର ଯେତେ ବାକ୍ୟମାନ। ଗ୍ରଥିତ ହୋଇଅଛି ଜ୍ଞାନ, ସକଳ ଜ୍ଞାନ ମନ୍ତ୍ର ତୁହି। ତୋତେ ମୁଁ ପ୍ରସନ୍ନ କରଇ, ଜ୍ଞାନ ସ୍ୱରୂପ ଏତହର। ଭୋ ନାଥ ମୋତେ କୃପା କର, ଉତ୍କଟ ଜଡ଼ ରୂପ ହୋଇ। ପ୍ରାଣୀଙ୍କ ହିତେ ଭ୍ରମୁଥାଇ, ଭୋ ନାଥ ବିପ୍ର ଯୋଗେଶ୍ୱର। ମୁଁ ମୂଢ଼ ମତି ଯେ ପାମର, କେମନ୍ତ ତତେ ଚିହ୍ନିବଇ। ସ୍ୱଭାବେ ଗୃହ ବନ୍ଧେ ରହି, ଏ ଯେ ମୋହର ଅନୁଚର। ଅତ୍ୟନ୍ତ ମୂଢ଼ ଦୁରାଚାର, ଅଜ୍ଞାନ ହେତୁ ଆଣିଦେଲେ। ବିଧାତା ଘଟଣାର ବଳେ, ଶୁଣ ପରୀକ୍ଷ ସାବଧାନେ। ସେ ବିପ୍ର ନୃପର ବଚନେ, ଜ୍ଞାନ ବୈରାଗ୍ୟ ଆଦି କରି। ସକଳ ଏଥି ଅଛି ପୁରି, ଗୋବିନ୍ଦ ପାଦ ପଦ୍ମ ତଳେ। ମନ ତୁ ରଖ ସୁନିଶ୍ଚଳେ, ପଞ୍ଚମ ସ୍କନ୍ଧେ ଏହୁ ବାଣୀ। ଶୁଣି ସଂସାରୁ ତର ବାଣୀ,
କୃଷ୍ଣ ସଂସାର ତର ପ୍ରାଣୀ। ଶୁଣି ଚରଣେ ନିତ୍ୟ ଭଜ, କହଇ ଜଗନ୍ନାଥ ଦ୍ୱିଜ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ପଞ୍ଚମ ସ୍କନ୍ଧେ ରହୁରାଣ ଜଡ଼ ଭରତ ସମ୍ବାଦେ ନାମ ଦଶମ ଅଧ୍ୟାୟ। ଏକାଦଶ ଅଧ୍ୟାୟ। ବ୍ରାହ୍ମଣ ଉବାଚ, ହେ ରାଜା ଶୁଣ ସାବଧାନେ, ତୁଜେ କହିଲୁ ଅନୁମାନେ। ମୂର୍ଖ ପଣ୍ଡିତ ଦୁଇ ମତ, ଏକଥା ଅଟଇ ଉଚିତ। ତଥାପି ପଣ୍ଡିତ ଯେ ନହେ, ତତ୍ତ୍ୱ ଭାବରେ କ୍ରୋଧ ବହେ। ଅପରେ ଶୁଣ ରାଜନ, ଗୃହ କର୍ମରେ ଯେଉଁ ଜନ। ସ୍ୱକର୍ମ ବିଦ୍ୟାକୁ ଆଚରେ, ତତ୍ତ୍ୱଗୁଣରେ ମନ ଧରେ। ପଣ୍ଡିତ ବୋଲାନ୍ତି ସଂସାରେ, ଯେ ତତ୍ତ୍ୱ ଜ୍ଞାନ ମନେ ସ୍ମରେ। ସେ ସାଧୁ ବୋଲାଇ ସଂସାରେ, ପ୍ରାଣୀଙ୍କୁ ଯେବେ ଦୟା କରେ। ଦଣ୍ଡିବା ଶକ୍ତି ଯାର ଥାଇ, ତଥାପି କ୍ଷମା ସେ କରଇ। ସାଧୁଙ୍କ ଶ୍ରେଷ୍ଠ ଯେଉଁ ନର, ସୁଖ ଦୁଃଖରୁ ଯେ ବାହାର। ଅପରେ ଶୁଣ ରାଜନ, ଗୃହ କର୍ମରେ ଯେଉଁ ଜନ। ସତର ଯତମ ଗୁଣରେ, ମନ ହୋଇଲା ଦୃଢ଼ତରେ। ଯେ ଗୁଣ ଯାହାର ହୁଅଇ, ସେ ଗୁଣ ପ୍ରାଣୀ ପ୍ରକାଶଇ। ସ୍ୱଧର୍ମ ମନ୍ଦ ଭାବ ଦୁଇ, ମଧ୍ୟାହ୍ନ ଭାବକୁ ସେ ବହି। ଧରଇ ଗୁଣ ଅନୁସାରେ, ସ୍ୱରୂପ ବ୍ୟବହାର ପରେ। ଯେ ସୁଖ ଦୁଃଖ ଆଦି କରି, ଲଭଇ କର୍ମକୁ ଆଦରି। ଦେଖ ଏ ଅନିତ୍ୟ ସଂସାର, ମାୟାରେ ହୋଇ ତତ୍ପର। ତାହାର ଗୁଣ ଅନୁସାରେ, ପ୍ରାଣୀ ଯେ କର୍ମମାନ କରେ। ଏ ତର୍କ ଭାବକୁ ଯେ ବହି, ସକଳ ସାକ୍ଷୀ ହୋଇ ସେହି। ତେଣୁ କହନ୍ତି ବେଦ ସାର, ଗୁଣ ନିର୍ଗୁଣ ଏ ଅପାର। ସୁଗୁଣ ପ୍ରାଣୀ ମାନଙ୍କର, ନାନା ବ୍ୟସନ ଯେ ଅପାର। ନିର୍ଗୁଣ ଭାବକୁ ଯେ ଧରେ, ସେ ପ୍ରାଣୀ ଭବ ଜଳୁତରେ। ମୃତ ପ୍ରଦୀପ ପ୍ରାୟ ହୋଇ, ସ୍ୱଗୁଣେ ସଂସାରେ ଭ୍ରମଇ। ଦ୍ରବ୍ୟର ଭାବେ କର୍ମମାନ, ଆଶ୍ରୟ ଆଦି ହେ ରାଜନ। ମାୟାର ବଳେ ଏ ସଂସାରେ, ପ୍ରାଣୀର ମନକୁ ଯେ ହରେ। କ୍ଷେତୁଜ୍ଞ ଭାବକୁ ଆଦରି, ଶରୀରେ ବସିଛି ଆବରି। ପ୍ରତ୍ୟକ୍ଷ ଭାବେ କେ ଅଛଇ, ତାହାକୁ ପ୍ରାଣୀ ନ ଜାଣଇ। ଶୁଦ୍ଧ ଅଶୁଦ୍ଧ ସଦାଚାର, ସେ ଯେ କରନ୍ତି ପ୍ରାଣୀଙ୍କର। ଅପରେ ଶୁଣ ହେ ରାଜନ, କ୍ଷେତ୍ରଜ୍ଞ ପୁରୁଷ ପ୍ରମାଣ। ପରମ ଆତ୍ମା ଜ୍ୟୋତିର୍ମୟେ, ଅନ୍ୟାନ୍ୟ ବୃତ୍ତି ଯାର ଦେହେ।
ସେ ନାରାୟଣ ଭଗବାନ ବାସୁଦେବ ଆଦି କାରଣ। ଯାର ସ୍ମରଣେ ପାପମାନ ବିଶେଷେ ହୁଅନ୍ତି ଖଣ୍ଡନ। ମାୟାର ବଳେ ଏ ଜଗତେ କ୍ରୀଡ଼ା କରନ୍ତି ଅବିରତେ। ସ୍ଥାବର ଜଙ୍ଗମାଦି ଠାରେ ପବନ ଯେସନ ସଞ୍ଚରେ। ତେମନ୍ତେ ହୋଇ ସର୍ବଠାରେ କ୍ଷେତ୍ରଜ୍ଞ ରୂପେ ସେ ବିହରେ। ଯାବତ କାଳ ପ୍ରାଣୀଗଣ ମାୟାକୁ ନ କରେ ଖଣ୍ଡନ। ଷଡ଼ଇରି ନ ଜିଣଇ ବିମୁକ୍ତ ସଙ୍ଗ ସେ ନୁହଁଇ। ପ୍ରଭୁଙ୍କୁ ଯେଣୁ ସେ ନ ଜାଣେ ତାବତ ଭ୍ରମେ ଅକାରଣେ। ସଂସାରେ ତାପ ଦାବାନଳ ସେ ଯେ ଅନାଦି ଆଦି ମୂଳ। ଯାବତ ତାକୁ ନ ଚିହ୍ନଇ ଶୋକ ମୋହରେ ସେ ଭ୍ରମଇ। ତୁ ଏବେ ଶୁଣ ନୃପବର ଏ ଯେ ବ୍ରହ୍ମାଣ୍ଡର ଈଶ୍ୱର। ଅଖିଳ ପ୍ରାଣୀଙ୍କର ଗୁରୁ ଯାର ମହିମା ମହାମେରୁ। ତାହାର ଚରଣାର ବିନ୍ଦେ ମନ ନିବେଶି ଅପ୍ରମାଦେ। ମାୟା କପଟ ଏ ସଂସାର ତୁ ଏହା ଶୀଘ୍ର ପରିହର। କହଇ ବିପ୍ର ଜଗନ୍ନାଥ ହରିଚରିତ ଭାଗବତ। ପଞ୍ଚମ ସ୍କନ୍ଧେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ। ସେ ପାଦ ପଦ୍ମ ଯୁଗଳରେ ଚିତ୍ତ ମୋର ହୁଅ ନିରନ୍ତରେ। ଇତି ଶ୍ରୀ ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ 82 ପଞ୍ଚମ ସ୍କନ୍ଧେ ରହୁରାଣ ସମ୍ଭାଷଣେ ନାମ ଏକାଦଶ ଅଧ୍ୟାୟ। ଦ୍ୱାଦଶ ଅଧ୍ୟାୟ। ରାଜ ଉବାଚ ନମଇ ପ୍ରଭୁ ବିପ୍ରବର ପ୍ରାଣୀଙ୍କ ହିତେ ତୋ ଶରୀର। ସ୍ୱଇଚ୍ଛା ବିହାର ତୋହର ନମସ୍ତେ ଦୟାର ସାଗର। ଗୁପ୍ତ ଭାବରେ ଭ୍ରମୁ ତୁହି ଏ ତୋର ମାୟା କେ ଜାଣଇ। ବ୍ୟର୍ଥରେ ପ୍ରାଣୀ ଆତ ଜାତ ତୁ ଯେ ମାୟା ରୂପରେ ସ୍ଥିତ। ବ୍ୟାଧି ପୀଡ଼ିତ ପ୍ରାଣୀମାନେ ତାହାକୁ ଔଷଧ ଯେ ଶନେ। ନିଦାଘ ତାପରେ ପୀଡ଼ିତ ତାହାକୁ ଯେହ୍ନେ ଜଳ ଶୀତ। ସଂସାର ଦୁଃଖ ଦାବାନଳ ତହିଁ ମୁଁ ହୋଇଣ ଆକୁଳ। ପୀୟୁଷ ରସ ତୁମ୍ଭ ବାଣୀ ପାଇ ତରିଲି ଦ୍ୱିଜମଣି। ସଂଶୟ ଶରୀରୁ ମୋହର ତୁମ୍ଭେ ଛେଦିଲ ଦ୍ୱିଜବର। ଅଜ୍ଞାନ ଜଡ଼ ଭାବ ଥିଲେ ତୁମ୍ଭେ ଛେଦିବ ତାହା ଭଲେ। ଆଧ୍ୟାତ୍ମ୍ୟ ଜଗତ ବଚନ ଶୁଣି ସନ୍ତୋଷ ମୋର ମନ। ଯେତେ ସକ୍ରିୟ ଫଳମାନ କହିଲା ଈଶ୍ୱର ଅଧୀନ। ଉତ୍ତମ ତତ୍ତ୍ୱ ଏବେ ପାଇ ପୃଥକ ବୁଦ୍ଧିମାନ ହୋଇ।
ତତ୍ତ୍ୱଜ୍ଞାନ ଏ ପ୍ରାଣୀଙ୍କର ମନନୁ ହୋଇ ଦୃଢ଼ତାର। ବ୍ରାହ୍ମଣ ବାଚ ପାର୍ଥିବ ବିକାର ଯେଉଁଠି ଭାର ବାହଟେ ସେହିଟି ଶ୍ରମ ଯେ ହୋଇବ କାହାର ଏହା ତୁ ବୁଝି ନୃପବର। ଶରୀରେ ଅଛି ଯେ ଚରଣ ତହିଁ ଉପରେ ଗୁଲ୍ଫ ଜାଣ। ଜାନୁ ରେ ଯେ ମଧ୍ୟ ଦେଶ ବକ୍ଷସ୍ଥଳ ଯେ ଗଳ ଦେଶ। ସ୍କନ୍ଧକୁ ଘେନି କ୍ରମାନ୍ୱୟେ ଅଛନ୍ତି ଯେ ଯାର ଇଚ୍ଛାଏ। ସ୍କନ୍ଧ ଉପରେ କେହି ନାହିଁ କେବଳ ଶିବିକା ଅଛଇ। ତହିଁରେ ଅବୟବୀ ନାହିଁ ସୌବୀର ରାଜା ବସିଛଇ। ସେପଟେ ପାର୍ଥିବ ବିକାର ଏହା ତୁ ନୃପ ହେତୁ କର। ଏହି ବିକାରେ ଅଭିମାନ ତୋହର ହୋଇଛି ରାଜନ। ସେହି ହେତୁର ମୁଁ ରାଜନ ବୋଲୁ ତୁ ଆରେ ରହୁ ରାଣ। ଏ ଯେ ସଂସାର ପ୍ରାଣୀମାନେ ନୃପ ସେବକ ଭିନ୍ନେ ଭିନ୍ନେ। କେହୁ କାହାକୁ ନମସ୍କାର କରଇ ଆଚାର ବ୍ୟବହାର। ଏ ଜୀବ ମାନେ ବସି ତହିଁ ନାନା କୁକଥା ମାନ କହି। ମୁଁ ନୃପ ବୋଲି ଅହଙ୍କାର ଏ ମୂଢ଼ ଲୋକଙ୍କ ବ୍ୟବହାର। ପ୍ରାଣୀଙ୍କୁ ଦଣ୍ଡ ଦେଇ ମୋହି ଏମନ୍ତେ ନାନା କଥା କହି। ପ୍ରଗଳ୍ଭ ଭାବ ତୁ ଧଇଲୁ ଏଣୁ ମୋହର ସେବା କଲୁ। ଦେଖ ଏ ଅଖିଳ ସଂସାର ଜନ୍ମର ଯହୁଁ ଚରାଚର। ତାହାର ନାମ ଯହୁଁ କ୍ଷରେ ପଡ଼ନ୍ତି ନାହିଁ ଏ ସଂସାରେ। ପରମହଂସ ହୃଦସ୍ଥଳ ଏ ଆଦି ଯେତେକ ସକଳ। ତା ବିନୁ ଅନ୍ୟ କେହି ନାହିଁ ଅଜ୍ଞାନ ମତି ନ ଜାଣଇ। ଗୃହସ୍ଥ କର୍ମ ଆଦି ଯେତେ ଅଜୀବ ସଜୀବ ସହିତେ। ଦିବ୍ୟ ସ୍ୱଭାବ କାଳ କର୍ମ ପୃଥକ ଭାବ ଏହୁ ମନ। ଜ୍ଞାନ ବିଶୁଦ୍ଧ ସେ ଅଟଇ ପରମ ଆତ୍ମା ରୂପ ବହି। ଏକୁ ଅନେକ ସର୍ବଦେହି ସେ ବିନୁ ଅନ୍ୟ ନାହିଁ କେହି। ସର୍ବଜ୍ଞ ପ୍ରଶାନ୍ତ ଅଚ୍ୟୁତ ଲୀଳାରେ ଯାହାର ଜଗତ। ଯେ ପ୍ରଭୁ ଅଖିଳ କାରଣ ମୁନିଏ କରନ୍ତି ଗାୟନ। ଏବେ ତୁ ମୋହର ବଚନେ ହରଷେ ଶୁଣ ସାବଧାନେ। ବିବିଧ ତପ ଯଜ୍ଞ ଆଦି ବେଦ ଅଧ୍ୟୟନ ପ୍ରସିଦ୍ଧି।
ଏ ଆଦି ଯେତେ ହେ ରାଜନ ସକଳ ଶ୍ରେଷ୍ଠ ଭଗବାନ। ଯାହା ସ୍ମରଣେ ପାପମାନ ଅଶେଷ ହୁଅନ୍ତି ଖଣ୍ଡନ। ଉତ୍ତମ କଥା ଶ୍ଲୋକ ସାର ଯେ ପ୍ରାଣୀ କରନ୍ତି ଉଚ୍ଚାର। ଗ୍ରାମ୍ୟ କଥାରେ ତାର ମତି କେବେ ହେଁ ନହେ ମହୀପତି। ଯେବେ ନିଶ୍ଚଳ ଭାବେ ମନ ପ୍ରଭୁରେ କରଇ ଅର୍ପଣ। ତାହାକୁ ପ୍ରଭୁ ଭାବଗ୍ରାହୀ ସତ୍ୟ ପ୍ରଧାନେ ମନ ଦେଇ। ଏବେ ହୋ ଶୁଣ ନୃପମଣି ଆତ୍ମର ପୂର୍ବ ଜନ୍ମ ବାଣୀ। ଭରତ ନାମେ ରାଜା ମୋହି ବ୍ରହ୍ମାର ବଂଶେ ଜାତ ହୋଇ। ସର୍ବ ସମ୍ପଦ ଦୂର କଲି ନିଶ୍ଚଳେ ପ୍ରଭୁଙ୍କୁ ଭଜିଲି। ପୂର୍ବର ମୋର କର୍ମ ଫଳ ମୃଗ ସଙ୍ଗରୁ ମତି ଭୋଳ। ଯେଣୁ ଅସାଧୁ ଆଚରିଲି ମୃଗ ଶରୀର ମୁଁ ପାଇଲି। ଯେଣୁ ମୋହର ପୁଣ୍ୟ ଥିଲା ପ୍ରଭୁଙ୍କ କରୁଣା ହୋଇଲା। ତେଣୁ ପୂର୍ବର କଥା ମାନ ମୋହର ହୋଇଲା ସ୍ମରଣ। ଏବେ ହୋ ଶୁଣ ନୃପବର ଲଭିଲି ବ୍ରାହ୍ମଣ ଶରୀର। ତେଣୁ ସଙ୍ଗକୁ ମୋହି ଡରି ଏ ଜଡ଼ ରୂପକୁ ଆବରି। ଭ୍ରମଇ ଏ ଭବ ସାଗରେ କର୍ମ ବନ୍ଧନ ଖଣ୍ଡିବାରେ। ଏକାନ୍ତ ନିଶ୍ଚଳ ଭାବରେ ମନ ନିବେଶି କୃଷ୍ଣ ଠାରେ। ଶୁଣ ରାଜନ ଏକ ମନେ ଏଣୁ ସଂସାରେ ପ୍ରାଣୀମାନେ। ଅସଙ୍ଗ ସଙ୍ଗେ ମୋହ ହୋଇ ନାନା ଯୋନିରେ ଭ୍ରମୁଥାଇ। ସାଧୁଙ୍କ ସଙ୍ଗଟି ଯାହାର ପବିତ୍ର ହୋଇ ଶରୀର। ନିଶ୍ଚଳ ମତି ଯେବେ ହୋଇ ସଂସାର ସାଗରେ ବୁଡ଼ଇ। ସାଧୁ ସଙ୍ଗତି ପ୍ରଭାବରେ ପ୍ରଭୁର କୃପା ହୋଇ ତାରେ। ସେ ଯେ ଅନାଦି ଚକ୍ରଧର ଜଗତ ବନ୍ଧୁ ଦାମୋଦର। ସେ ପ୍ରଭୁ ପାଦ ପଦ୍ମ ତଳେ ମନ ରହିବ ନିଶ୍ଚଳେ। କହଇ ବିପ୍ର ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ପଞ୍ଚମ ସ୍କନ୍ଧେ ରଘୁରାଣ ଭରତ ସମ୍ବାଦେ ନାମ ଦ୍ୱାଦଶୋଧ୍ୟାୟ।